ଜୟ ଶ୍ରୀରାମ। ହେଲେ ସାଙ୍ଗମାନେ କେମିତି ଅଛନ୍ତି? ଆପଣଙ୍କ ଦେଶ ଭଲ ଅଛି? ମୁଁ ହେଉଛି ପ୍ରେମ କୁମାର। ଆପଣମାନେ ଦେଖୁଛନ୍ତି ମୋ ଟେକ୍ନିକାଲ ୟୁଟ୍ୟୁବ ଚ୍ୟାନେଲ, ଯାହାର ନାମ ହେଲା ଟେକ୍ ପ୍ରେମ କୁମାର। ଯଦି ମୋ ଚ୍ୟାନେଲ ନୂଆ ଆସନ୍ତି ତାହେଲେ ପ୍ଲିଜ୍ ଲାଇକ୍, ସେୟାର, କମେଣ୍ଟ ଆଉ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ତାହେଲେ ମୁଁ ଜାଣିବି ଆଜିର କ'ଣ ଅପଡେଟ୍ ନେଇ ଆସିବି ମୁଁ ଆପଣଙ୍କ ପାଇଁ ଜାଣିବେ ସେ ଅପଡେଟ୍ରୁ କ'ଣ ଆପଣ ଶିଖିବେ ମଧ୍ୟ। ଓକେ, ଚାଲନ୍ତୁ ଆରମ୍ଭ କରିବା। ଯେ ଆଜିର ଅପଡେଟ୍ଟା ହେଲା ଗୋଟେ ଭୋଟର କାର୍ଡ଼ କେମିତି ଆପ୍ଲାଏ କରାଯାଏ, ଏହା କେତେ ଦିନ ମଧ୍ୟ ମିଳିବ ଆପଣଙ୍କୁ, କାହା ଦ୍ୱାରା ଆସିବ ଏଇଟା, ଏହା ପ୍ରାଇସ୍ କେତେ ରହୁଛି, ଓକେ, ଏହା କ'ଣ ଅନଲାଇନ୍ ରହିବ ନା ସମ୍ପୂର୍ଣ୍ଣ ଅଫଲାଇନ୍ ରହିବ। ଠିକ୍ ଅଛି, ତ ଦେଖନ୍ତୁ ଗୋଟେ 18 ବର୍ଷ ପରେ ଯାହାର ପଡ଼ୁଛି, 18 ବର୍ଷ ତାର ହେଉଛି, ଗୋଟେ ଧରାଯାଏ ଯେ ଭାରତୀୟ ନାଗରିକ ହିସାବରେ ସେ ଜଣେ ଭୋଟର, ତାର ଦେବାର ଗୋଟେ ଅଧିକାର ଅଛି। ସେ ଗୋଟେ ଦେଶର ଗୋଟେ ସ୍ୱାଭିମାନ, ଭାରତର ନାଗରିକ ସେ ଜଣେ, ତାର 18 ବର୍ଷ ପରେ ହେଉଛି। ଠିକ୍ ଅଛି, ଆଜିକାଲି ସମସ୍ତଙ୍କର ଗୋଟେ ଭୋଟ ଦେବାର ଅଧିକାର ଅଛି, ସମସ୍ତେ ଦେଇପାରିବେ ମଧ୍ୟ, କିନ୍ତୁ ଏଜ୍ ଲିମିଟ୍ ଥାଏ। ସେ ଏଜ୍ ଲିମିଟ୍ ହେଉଛି 18 ବର୍ଷ ପରେ ହିଁ ଜଣେ ବ୍ୟକ୍ତି ଭୋଟ ଦେଇପାରିବ। କାହିଁକିନା ସେ 18 ବର୍ଷ ପରେ ହେଲେ ଯାଇକି ଗୋଟେ ସେ ଭାରତର ଗୋଟେ ନାଗରିକ ଭାବେ ତାକୁ ନା କ'ଣ ବିବେଚିତ କରାଯାଏ। ଠିକ୍ ଅଛି, ତ ଏମିତି ଅଛି ନା ଆଜିକାଲି ନା ବହୁତ କିଛି ଲୋକ ଅଛନ୍ତି ଆଜି ପର୍ଯ୍ୟନ୍ତ ଭୋଟର କାର୍ଡ଼ ବି ଠିକ୍ ସେ ପାଉନାହାନ୍ତି, ଖାଉଛୁ ମଧ୍ୟ ଭୁଲଭାଲ ଖାଉଛୁ ମଧ୍ୟ ଭୋଟର କାର୍ଡ଼ରେ। ସେମାନେ କରେକ୍ସନ୍ କେମିତି କରିବେ, ଆପ୍ଲାଏ କେମିତି କରିବେ। ଠିକ୍ ଅଛି, ଓକେ, ଚାଲନ୍ତୁ ଏଇ ଭିଡ଼ିଓରେ ଆପଣଙ୍କୁ ମୁଁ ଦେଖେଇବି। ଦେଖନ୍ତୁ ବର୍ତ୍ତମାନ ମୁଁ ଆସିଯାଇଛି ଭୋଟର ହେଲ୍ପଲାଇନ୍ ଆପ୍ଲିକେସନ୍। ଏହି ଆପ୍ଲିକେସନ୍ ଆପଣଙ୍କୁ ପ୍ଲେ ଷ୍ଟୋର୍ ମିଳିଯିବ, ସେଥିରେ ଡାଉନଲୋଡ଼ କରିନେବେ। ଠିକ୍ ଅଛି, ପ୍ରଥମେ ଆପ୍ଟି ଖୋଲୁ ମୋବାଇଲ୍ ନମ୍ବର ଆଉ ପାସୱାର୍ଡ଼ ମାଗିବ। ଆପଣ ଯଦି ନ୍ୟୁ ୟୁଜର୍ ହେଇଥିବେ ତାହେଲେ ପ୍ରଥମେ ରେଜିଷ୍ଟ୍ରେସନ୍ କରିନେବେ। ରେଜିଷ୍ଟ୍ରେସନ୍ କଲା ପରେ ତାପରେ ଯାହା କ୍ରିଏଟ୍ ପାସୱାର୍ଡ଼ କରିଥିବେ ସେଇ ପାସୱାର୍ଡ଼ଟି ଆଉ ମୋବାଇଲ୍ ନମ୍ବରଟା ଦେଇକି ଲଗ୍ଇନ୍ କରିବେ। ଠିକ୍ ଅଛି, ଦେଖନ୍ତୁ ମୁଁ ନ୍ୟୁ ୟୁଜର୍ ଗଲି, ଯେ ମୋବାଇଲ୍ ନମ୍ବର ଦେଲି, ଦେଖନ୍ତୁ ଭୋଟର ଏକ୍ଜିଟ୍ କହୁଛି। ଭୋଟର ଏକ୍ଜିଟ୍ ମାନେ ଅଲରେଡ଼ି ପୂର୍ବରୁ ମୁଁ ରେଜିଷ୍ଟ୍ରେସନ୍ କରିସାରିଛି। ବର୍ତ୍ତମାନ ମୁଁ ବି ଲଗ୍ଇନ୍ କରିବାକୁ ପଡ଼ିବ। ଓକେ, ମୁଁ ଲଗ୍ଇନ୍ କରିନେବି। ପ୍ରଥମେ ମୁଁ ମୋବାଇଲ୍ ନମ୍ବରଟି ଦେବି। ମୋବାଇଲ୍ ନମ୍ବର ଦେଲି, ଦେଖନ୍ତୁ ବ୍ଲର୍ ରଖିଛି କାହିଁକିନା କିଛି ପ୍ରାଇଭେସି ରଖିବାକୁ ପଡ଼ିବ ମଧ୍ୟ, ସବୁ ସେୟାର କଲା ହବନି। ଦେଖନ୍ତୁ ପ୍ରଥମେ ମୋବାଇଲ୍ ନମ୍ବର ଦେଲି, ତାପରେ ମୁଁ ତଳେ ପାସୱାର୍ଡ଼ଟି ଦେଲି, ସେଣ୍ଡ OTP କ୍ଲିକ୍ କଲି। ଆପଣ ମୋବାଇଲ୍ ଗୋଟେ OTP ଦେଇଛି, ସେ OTP ଦେବେ, 6ଟି OTP। ଓକେ, ଲଗ୍ଇନ୍ ନାଓ, ଭୋଟର ରେଜିଷ୍ଟ୍ରେସନ୍ କ୍ଲିକ୍ କରିବେ, ନ୍ୟୁ ଭୋଟର ରେଜିଷ୍ଟ୍ରେସନ୍ କ୍ଲିକ୍ କରିବେ। ଓକେ, ତାପରେ ନେକ୍ସଟ ଆଗକୁ ଯିବେ, ୟେସ୍ ଆଇ ଏମ୍ ଆପ୍ଲାଇଂ ଫର୍ ଦ ନ୍ୟୁ ଭୋଟର କାର୍ଡ଼ କ୍ଲିକ୍ କରିବେ। ଦେଖନ୍ତୁ ଆପଣଙ୍କର ଯାହା ଷ୍ଟେଟ୍ ଥିବ ତାହା ଷ୍ଟେଟ୍ଟି ଚୁଜ୍ କରି କ୍ଲିକ୍ କରିବେ। ଓକେ, ଓଡ଼ିଶା ଲିଷ୍ଟଟି ଯାହା ବି ଥିବ, ଗଞ୍ଜାମ ଆସେମ୍ବଲି, ଆପଣଙ୍କର ନିର୍ବାଚନ ମଣ୍ଡଳୀ ଯାହା ବି ଥିବ ସେଠାକାର। ଠିକ୍ ଅଛି, ତ ସେଇ ନିର୍ବାଚନ ମଣ୍ଡଳୀଟି ଦେବେ, ଆସେମ୍ବଲି, କନଷ୍ଟିଟ୍ୟୁନ୍ସି। ଦେଖନ୍ତୁ ଡେଟ୍ ଅଫ୍ ବାର୍ଥ ଯାହା ବି ଥିବ ମୁଁ ରାଣ୍ଡମ୍ଲି ଦେଉଛି। ଠିକ୍ ଅଛି, ଗୋଟେ ଏକ୍ଜାମ୍ପଲ୍ ନେଇ ଦେଉଛି ଯେ ପ୍ରପର୍ଲି ମୋର ଦେଉନି, ମୁଁ ଆଗରୁ କରିସାରିଛି। ଠିକ୍ ଅଛି, ତ ମୁଁ ଏହା ଗୋଟେ ମୁଁ ଏକ୍ଜାମ୍ପଲ୍ ଦେଉଛି ଯେ ଆପଣ କେମିତି କ'ଣ କରିବେ କି। ଆପଣଙ୍କର ଏଇ ଆଧାର କାର୍ଡ଼ଟି ଦେବେ। ଓକେ, ତାପରେ ନେକ୍ସଟ ଯିବେ, ଗଲା ପରେ ଆପଣଙ୍କ ଜେଣ୍ଡର କ'ଣ ମେଲ୍ କି ଫିମେଲ୍ ଦେବେ। ଓକେ, ଆପଣଙ୍କ ନାଁଟି ଦେବେ। ନାଁଟି ତଳେ ରିଜନାଲ୍ ମାନେ ଆପଣଙ୍କର ଯାହା ଆଞ୍ଚଳିକ ଭାଷା ଯାହା ଅଛି, ଆପଣ ଷ୍ଟେଟ୍ର ଓଡ଼ିଆ କି ହିନ୍ଦୀ କି ତେଲୁଗୁ, ଅଟୋମେଟିକ୍ ସେଥିରେ ପଳେଇ ଆସିବ। ଦେଖନ୍ତୁ ସରନେମ୍ଟି ଦେବେ, ତାପରେ ଆପଣଙ୍କ ଆଧାର କାର୍ଡ଼ଟି ଦେବେ। ଆଧାର କାର୍ଡ଼ଟି ବ୍ଲୁ କରି ରଖିଛି, ଜଣଙ୍କର ଆଧାର କାର୍ଡ଼, କାହିଁକି ସେରେ ଠିକ୍ ନୁହଁ। ମୋବାଇଲ୍ ନମ୍ବରଟି ମଧ୍ୟ ବ୍ଲୁ କରି ରଖିଲି। ମୋବାଇଲ୍ ନମ୍ବରଟି ଦେବେ, ଇମେଲ୍ ଆଇ ଡ଼ି ଦେବେ। ଠିକ୍ ଅଛି, ଆପଣଙ୍କର ଇମେଲ୍ ଆଇ ଡ଼ି ଯାହା ଅଛି। ତାପରେ ଯଦି ଡିସାବିଲିଟି ପର୍ସନ୍ ହୋଇଥାନ୍ତି ତାହେଲେ ଡିସାବିଲିଟି ହେଇଥାଏ ତାହେଲେ କ୍ଲିକ୍ କରିବେ, ଏଥିରେ ଦେଇଛି ମଧ୍ୟ। ଦେଖନ୍ତୁ ଯାହା ବି କିଛି ଡିସାବିଲିଟି ଅଛି ଆପଣ କ୍ଲିକ୍ କରି ସେଥିରେ ନଚେତ୍ ଓକେ ନେକ୍ସଟ କରିନେବେ। ଦେଖନ୍ତୁ ଅପଲୋଡ଼ ପିକ୍ଚର ଯାଉଛି, ଅପଲୋଡ଼ କରିବା ଗୋଟେ ଫଟୋ ଆପଣଙ୍କର, କାହିଁକିନା ଭୋଟର କାର୍ଡ଼ରେ ଆପଣଙ୍କର ଫଟୋଟି ଆସିବ। ଓ ଅପଲୋଡ଼ କରିବା ଫଟୋଟି, ତାକୁ ନେକ୍ସଟ କରିବେ। ତାପରେ ଆପଣଙ୍କ ରିଲେସନ୍ ଟାଇପ୍ ଫାଦର କି ମଦର ୱାଇଫ୍ ଯାହା ବି ଚୁଜ୍ କରି ଆପଣଙ୍କର ଫାଦର ନାଁ ଲେଖିବେ, ନେମ୍ ଅଫ୍ ରିଲେଟିଭ୍ ନାଁ ଲେଖିଲା ପରେ ରିଜନାଲରେ ଆପଣଙ୍କର ଆଞ୍ଚଳିକ ଭାଷା ଯାହା ଓଡ଼ିଆ କି ତେଲୁଗୁ ଅଛି ପଳେଇ ଆସିବ ଅଟୋମେଟିକ୍। ନେକ୍ସଟ କଲା ପରେ ଆପଣଙ୍କର ଆଡ୍ରେସ୍ ଡିଟେଲ୍ସ ଦେବାକୁ ପଡ଼ିବ, ଆପଣଙ୍କ ଗାଁ ନାଁ,
पोस्ट ऑफिस जहाँ भी किसी अच्छी एठार देवे ठीक अच्छे। तो देखो मुझे देखी दूसरी जहाँ भी किसी अच्छे आपंकर देवे ठीक अच्छे मुझे एग्जांपल देखूँ ये गोटे डेमो ठीक अच्छे यह डेमो ही देखुँ आप जहाँ भी गाँ आ पोस्ट ऑफिस पिनकोड थी ताहा एठार देवे आप तहसील तालुका जहाँ भी अच्छी एठार देवे या सेलेक्ट एड्रेस प्रूफ कौन आप आधार कार्ड देवे आधार कार्ड फोटो भी एठार अपलोड करदे ठीक अच्छे कलापर रिलेशन टाइप फादर ओके नेम ऑफ फैमिली मेंबर जहाँ भी किसी बापा माँ जार किसी ता ना लिखे भोटर कार्ड नंबर टी देना ठीक अच्छे नेक्स्ट कलापर आप आसीज स्टेट ओडिशा डिस्ट्रिक्ट जहाँ भी अच्छी विलेज बा टाउन जहाँ भी अच्छी एठारे टाइप करदे ओके सेलेक्ट डेट आज डेट पकड़े मैंने जब अप्लाई करेंगे दिन डेट पकईदे कलापर आप ना लिखाई तले आपंकर गाँ ना लिखिदेवे प्लेस ऑफ एप्लिकेशन ओके डन करदे डन कलापर पलि आसो ठीक अच्छे तो आप जहाँ भी देते डिटेल्स वो ये शो कर ओके तो यह कन्फर्म करदे आपंकर पड़े रिक्वेस्ट पड़ापर आप गोटे रिफरेन्स नंबर मिले से रिफरेन्स नंबर केमी चेक करेंगे स्टाटसटा ट्रैक एप्लिकेशन स्टाटस गोटे ऑप्शन से क्लिक करेंगे आप रिफरेन्स नंबर देवे आप स्टेट चूज करें ट्रैक स्टाटस कले आपंकर एप्लिकेशन कौट अच्छी कौन ट्रैक एट जमा पड़ जाए ओके तो पूर्व मुझे बहुत सारा अप्लाई कर सारी मोर आउ मोर सांग अप्लाई कर ठीक अच्छे ओके सांग मैंने देखा नेक्स्ट वीडियो आगे किसी अपडेट नहीं आसी रोच धन्यवाद जय श्री राम।